ମୋ ନାମ ଅଙ୍କିତା। ମୁଁ 5 ଫୁଟ 3 ଇଞ୍ଚ ଉଚ୍ଚ ଏବଂ 27 ବର୍ଷ ବୟସ। ସମସ୍ତେ କୁହନ୍ତି ମୁଁ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ। ମୋ ମୁହଁ ଏକ ପ୍ରସ୍ଫୁଟିତ ପଦ୍ମ ଫୁଲ ପରି ଏବଂ ମୋ ଆଖି ଆନନ୍ଦରେ ପରିପୂର୍ଣ୍ଣ। ମୋ ଗାଲ ମୋଟା ଏବଂ ପୂର୍ଣ୍ଣ ଏବଂ ମୋ ଓଠତୁତ ପରି ରସାଳ। ଏହା ସେତେବେଳେ ଘଟିଥିଲା ଯେତେବେଳେ ମୁଁ ପ୍ରାୟ 16 ବର୍ଷ ବୟସର ଥିଲି ଏବଂ ଆମର 10ମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଖେଇ ଆସୁଥିଲା। ମୁଁ ବିଶେଷ ଦୁର୍ବଳ ଛାତ୍ର ନଥିଲି, କିନ୍ତୁ ମୁଁ ବିଶେଷ ଭାବରେ ଉଜ୍ଜଳ ମଧ୍ୟ ଥିଲି। ପରୀକ୍ଷା ପାଇଁ ପ୍ରସ୍ତୁତି ପାଇଁ ମୋତେ ମାର୍ଗଦର୍ଶନ ଆବଶ୍ୟକ ଥିଲା। ମୋ ମାଉସୀଙ୍କ ପୁଅ ରାହୁଲ 10ମ ଶ୍ରେଣୀ ପାସ୍ କରିସାରିଥିଲା ଏବଂ ଆମ ଘରଠାରୁ ବହୁତ ଦୂରରେ ରହୁଥିଲା। ମୁଁ ମୋ ମାଙ୍କୁ କିଛି ସମୟ ପାଇଁ ମୋତେ ଟ୍ୟୁସନ କରିବା ବିଷୟରେ ରାହୁଲଙ୍କ ସହିତ କଥା ହେବାକୁ କହିଥିଲି। ଏହିପରି ଭାବରେ ମୋତେ ଟ୍ୟୁସନ ପାଇଁ ମୋତେ ବହୁତ ଦୂର ଯାତ୍ରା କରିବାକୁ ପଡ଼ିବ ନାହିଁ ଏବଂ ମୁଁ ସମୟ ନଷ୍ଟ କରିବି ନାହିଁ। ମା ସେହିଦିନ ରାହୁଲଙ୍କ ସହିତ କଥା ହୋଇଥିଲେ ଏବଂ ମୋତେ କହିଥିଲେ ଯେ ସେ ସନ୍ଧ୍ୟା 7ରୁ 9 ପର୍ଯ୍ୟନ୍ତ ମୋତେ ପଢ଼ାଇବାକୁ ଆସିବେ। ସେଦିନ ମୁଁ ଶୀଘ୍ର ମୋର ସମସ୍ତ କାମ ସାରିଲି। ମୋର ପୁସ୍ତକ ନେଇ ପ୍ରାର୍ଥନା ଘର ସଂଲଗ୍ନ ରୁମ୍ରେ ପଢ଼ିବାକୁ ବସିଲି। ରାହୁଲ ଆସିବା ସମୟରେ ସନ୍ଧ୍ୟା ପ୍ରାୟ 7:30 ହେବ। ସେତେବେଳେ ରାହୁଲଙ୍କ ବୟସ ପ୍ରାୟ 25 ବର୍ଷ ଥିଲା ଏବଂ ସେ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ସେ ପ୍ରାୟ 6 ଫୁଟ ଉଚ୍ଚ, ଏକ ଶକ୍ତିଶାଳୀ ଏବଂ ସୁଗଠିତ ଶରୀର ସହିତ ତାଙ୍କର ଗହମ ରଙ୍ଗ, କ୍ଲିନ୍ ସେଭଡ୍ ବହୁତ ଆକର୍ଷଣୀୟ ଥିଲା। ଆନୁଷ୍ଠାନିକ ଅଭିବାଦନ ପରେ ସେ ମୋ ଆଡ଼କୁ ଫେରିଲେ। ତେବେ ମୋର ଛାତ୍ର ପଢ଼ିବାକୁ ପ୍ରସ୍ତୁତ? ମୁଁ ମୁଣ୍ଡ ହଲାଇ କହିଲି, ହଁ, ବହୁତ ଭଲ। ମୋତେ କୁହ, ତୁମେ କେଉଁ ବିଷୟରେ ନିଜକୁ ସବୁଠାରୁ ଦୁର୍ବଳ ଭାବ? ରାହୁଲ ମୋର ପୁସ୍ତକ ଉଠାଇ ଏହାର ପୃଷ୍ଠା ଓଲଟାଇ ମୋତେ ଆଉ ଏକ ପ୍ରଶ୍ନ ପଚାରିଲା। ମୁଁ ତାଙ୍କୁ କହିଲି ଯେ ମୁଁ ଗଣିତ ଏବଂ ଇଂରାଜୀରେ ଦୁର୍ବଳ। ମୁଁ ଟିକେ ଘୁଞ୍ଚି ବସିଲି। କଥାବାର୍ତ୍ତା ସମୟରେ ମଧ୍ୟ ସକୋଚ କରୁଥିଲି। ରାହୁଲ ମୋ ଆଡ଼କୁ ଚାହିଁ ଟେବୁଲ ଉପରେ ପୁସ୍ତକ ରଖି କହିଲେ, ଯଦି ତୁମେ ଏପରି ନର୍ଭସ୍ ଏବଂ ସକୋଚ ହୋଇ ରହିଲ, ତେବେ ମୁଁ ଭାବୁନାହିଁ ଯେ ମୁଁ ତୁମକୁ ଯାହା ଶିଖାଇବି ତାହା ତୁମେ ମନେ ରଖିବ। ତେଣୁ ଭୟ କିମ୍ବା ସକୋଚ ହେବାର କୌଣସି ଆବଶ୍ୟକତା ନାହିଁ। ଆମେ ଏକ ବହୁତ ବନ୍ଧୁତ୍ୱପୂର୍ଣ୍ଣ ପରିବେଶରେ ପଢ଼ିବୁ ଏବଂ ଆମେ ଯାହା ଶିଖିବୁ ତାହା ତୁମେ ମନେ ରଖିବ। ହଁ, ଏହା ଭଲ। ମୁଁ ଶାନ୍ତ ଭାବରେ କହିବାକୁ ଚେଷ୍ଟା କରି କହିଲି, ମୁଁ ସେଦିନ ବହୁତ ଭଲ ପାଠ ପଢ଼ିନଥିଲି। ତଥାପି ରାହୁଲ ତାଙ୍କ କଥା ଏବଂ ମଜା ଦ୍ୱାରା ମୋର ସଂକୋଚ ପ୍ରଶମିତ କରିଥିଲେ। ମୁଁ ଏବେ ବହୁତ ଶାନ୍ତ ଥିଲି, ଯାହା କାରଣରୁ ମୁଁ ରାହୁଲଙ୍କ ମଜାର ଉତ୍ତର ମଜାରେ ଦେଉଥିଲି। ମୋର ଖେଳୁଆଡ଼ ସ୍ୱଭାବ ଜାଗ୍ରତ ହୋଇଯାଇଥିଲା। ରାହୁଲ ମୋତେ କିଛି ଗଣିତ ଅଭ୍ୟାସ କରାଇ ଘରକୁ ଯିବାକୁ କହିଲେ। ତାଙ୍କୁ ଇଂରାଜୀରୁ ଆରମ୍ଭ କରିବାକୁ କହିଲେ। ମା ତାଙ୍କୁ ଅଟକାଇଲେ, କହିଲେ ଯେ ତାଙ୍କୁ କିଛି ଚା ପିଇବା ଉଚିତ। ରାହୁଲ ଚା ପିଇବା ପାଇଁ ବସିଲେ। ଚା ଏବଂ କିଛି ଗପସପ ପରେ ରାହୁଲ ଚାଲିଗଲେ। କହିଲେ ଯେ ସେ କାଲି ସନ୍ଧ୍ୟା 7ରେ ଫେରିବେ। ପ୍ରାୟ 2 ସପ୍ତାହ ପର୍ଯ୍ୟନ୍ତ ଏହିପରି ଚାଲିଲା। ସେ ଅତ୍ୟନ୍ତ ସମୟାନୁବର୍ତ୍ତୀ ଥିଲେ। ସେ ସମୟରେ ପହଞ୍ଚିବେ, ତାଙ୍କ କାମ ସାରିବେ ଏବଂ ସମୟ ଅନୁସାରେ ଚାଲିଯିବେ। ତାଙ୍କର ଏକ ଆକର୍ଷଣୀୟ ବ୍ୟକ୍ତିତ୍ୱ ଥିଲା ଏବଂ ତାଙ୍କର ଶିକ୍ଷାଦାନ ଏବଂ ବ୍ୟାଖ୍ୟା କରିବାର ଦକ୍ଷତା ମଧ୍ୟ ଉତ୍କୃଷ୍ଟ ଥିଲା। ସେଥିପାଇଁ ମୁଁ ରାହୁଲଙ୍କ ପ୍ରେମରେ ପଡ଼ିଗଲି ଏବଂ ତାଙ୍କ ପାଖରେ ବହୁତ ଆରାମଦାୟକ ଅନୁଭବ କଲି। ସେହିଦିନ ରାହୁଲ ମୋତେ ଗଣିତ ଅଭ୍ୟାସ ଦେଉଥିଲେ। ଯେତେବେଳେ ମୋ ମା ଚା ଆଣିଥିଲେ, ସେ ଏହାକୁ ଟେବୁଲ ଉପରେ ରଖିଲେ ଏବଂ ମୋତେ ପ୍ରଥମେ ପିଇବାକୁ କହିଲେ। ଏହା ସହିତ ସେ ପୁଣି ରୋଷେଇ ଘରକୁ ଗଲେ। ବ୍ୟାୟାମ ସମାପ୍ତ ହେବା ପରେ ମୁଁ ଚା କପ ଉଠାଇ ରାହୁଲଙ୍କୁ ଦେବାକୁ ଚେଷ୍ଟା କଲି। ମୋର ହାତ ଥରିଗଲା ଏବଂ ସମଗ୍ର ଚା ତାଙ୍କ ଉପରେ ଢାଳିଗଲା। ତାଙ୍କ ପ୍ୟାଣ୍ଟ ଏବଂ ସାର୍ଟକୁ ଭିଜିଗଲା। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ଦୌଡ଼ି ଯାଇ ଏକ ଗାମୁଛା ଆଣିଲି। ମୁଁ ରାହୁଲଙ୍କୁ ବାରମ୍ବାର କହୁଥିଲି, କ୍ଷମା କରନ୍ତୁ, ମୋତେ କ୍ଷମା କରନ୍ତୁ ଏବଂ ଏକ ସମୟରେ ଗାମୁଛାରେ ତାଙ୍କ ସାର୍ଟକୁ ଶୁଖାଇବାକୁ ଚେଷ୍ଟା କଲି। ରାହୁଲ ହସି କହିଲେ, ମୁଁ ଚା ଦ୍ୱାରା ପୋଡ଼ିଯାଇ ନଥିଲି, କିନ୍ତୁ ଏବେ ତୁମେ ନିଶ୍ଚିତ ଭାବରେ ମୋତେ ପୋଡ଼ିଦେବ। ମୁଁ ତାଙ୍କ କଥା ଆଦୌ ବୁଝିପାରିଲି ନାହିଁ ଏବଂ ମୁଁ ଗାମୁଛାରେ ତାଙ୍କ ସାର୍ଟକୁ ଶୁଖାଇ ଚାଲିଲି। ହୁଏତ ମୁଁ କିଛି ସମୟ ପାଇଁ ଗାମୁଛାରେ ସେଗୁଡ଼ିକୁ ଶୁଖାଇ ରହିଥାନ୍ତି, କିନ୍ତୁ ରାହୁଲ ମୋତେ ଅଟକାଇ ତାଙ୍କ 2 କାନ୍ଧରେ ଉଠାଇ କହିଲେ, ବନ୍ଦ କର ଅଙ୍କିତା। ଘରେ ସମସ୍ତେ ମୋତେ ସେହି ନାମରେ ଡାକିଲେ। ସବୁ କିଛି ଠିକ ଅଛି। ତୁମେ ବିନା କାରଣରେ ବିରକ୍ତ ହେଉଛ। କିନ୍ତୁ ମୁଁ ନିଜକୁ ବହୁତ ଲଜ୍ଜିତ କରିଦେଲି। ସେଥିପାଇଁ ଯେତେବେଳେ ମୁଁ ତାଙ୍କୁ ଏପରି ସହାନୁଭୂତି ଦେଖାଇବାର ଦେଖିଲି, ମୋ ଆଖିରୁ ଲୁହ ଝରି ଆସିଲା। ଯେତେବେଳେ ସେ ମୋତେ କାନ୍ଦୁଥିବା ଦେଖିଲେ, ସେ ମୋତେ ତାଙ୍କ କୋଳକୁ ଟାଣିନେଲେ, ମୋତେ କୁଣ୍ଢେଇ ପକାଇଲେ
ଏବଂ ମୋ କପାଳକୁ ଚୁମ୍ବନ ଦେଲେ। ତୁମେ କାହିଁକି କାନ୍ଦୁଛ ମୂର୍ଖ ଝିଅ? ତୁମେ ଜାଣିଶୁଣି ଚା ଭାଳି ଦେଇନାହଁ। ଏହା କେବଳ ଦୁର୍ଘଟଣାବଶତଃ ଘଟିଛି। ତାଙ୍କର ଆଶ୍ୱାସନା ମୋତେ ସାହସ ଦେଇଥିଲା ଏବଂ ମୁଁ ମୋର ଲୁହ ପୋଛି କହିଲି, ମୁଁ ଜାଣେ ଏହା ଏକ ଦୁର୍ଘଟଣା ଥିଲା, କିନ୍ତୁ ଦୁର୍ଘଟଣା ମଧ୍ୟ କିଛି ଭୁଲର ଫଳାଫଳ ଏବଂ ମୁଁ ଏହି ଦୁର୍ଘଟଣା ପାଇଁ ଦାୟୀ। ରାହୁଲ ମଧ୍ୟ ହୁଏତ ମନକୁ ହାଲୁକା କରିବାକୁ ଚାହୁଁଥିଲେ। ତେଣୁ ସେ କହିଲେ, ଅଙ୍କିତା, ମୁଁ ତୁମକୁ ପ୍ରତିଦିନ ଏପରି ଦୁର୍ଘଟଣା ଘଟାଇବାକୁ ଅନୁମତି ଦେଉଛି। ସେ ହସୁଥିଲେ ଏବଂ ତାଙ୍କର ଗମ୍ଭୀର ହସ ମୋର ବୁଝିବା ବାହାରେ ଥିଲା। ମୁଁ ତାଙ୍କ ଆଡ଼କୁ ମୁହଁ ଫେରାଇ ହସିଲି। ରାହୁଲ କହିଲେ, ଆମେ ଯେଉଁଠାରେ ଅଛୁ ସେଠାକୁ ଫେରିଯିବା। ଦୁର୍ଘଟଣା ଘଟିଥିବା ସ୍ଥାନରୁ ଆରମ୍ଭ କରିବା। ଏତିକି କହି ସେ ମୋତେ ତାଙ୍କ କୋଳରୁ ମୁକ୍ତ କଲେ। ମୁଁ ମୋ ଚେୟାରରେ ବସି ମୋର ପୁସ୍ତକ ଖୋଲିବାକୁ ଚେଷ୍ଟା କଲି, କିନ୍ତୁ ରାହୁଲ କହିଲେ, ମୁଁ ଭାବୁଛି ଆଜି ପାଇଁ ମୋର କାମ ସରିଗଲା। ମୁଁ ଯାଉଛି, କାରଣ ମୁଁ ଏହି ଅବସ୍ଥାରେ ତୁମକୁ କିଛି ଶିଖାଇ ପାରିବି ନାହିଁ। ମୋତେ କିଛି ଜଣା ନଥିଲା ଯେ ରାହୁଲ କଣ କହୁଥିଲେ। ସେଦିନ ମୁଁ ବିଛଣାରେ ଶୋଇଥିବା ବେଳେ ଏହି ଘଟଣାଗୁଡ଼ିକ ମୋ ମନରେ ବାରମ୍ବାର ଘୂରି ବୁଲୁଛି ଏବଂ ସେତେବେଳେ ସେଗୁଡ଼ିକ ସବୁ ଅଯଥା ଥିଲା। କିନ୍ତୁ ଏବେ ଏହି ଘଟଣାଗୁଡ଼ିକ ବିଷୟରେ ଭାବିବା ଏତେ ଉପଭୋଗ୍ୟ ଲାଗୁଥିଲା ଯେ ମୁଁ ଜାଣିପାରିଲି ନାହିଁ ଯେ ମୁଁ କେତେବେଳେ ଶୋଇପଡ଼ିଲି ଏବଂ ଗଭୀର ନିଦ୍ରାରେ ପଡ଼ିଗଲି। ମୁଁ ବୁଡ଼ିବାକୁ ଲାଗିଲି। ସେହି ରାତିରେ ମୁଁ ସ୍ୱପ୍ନରେ ହେଉ ଏହା ବହୁତ ସୁଖଦ ଥିଲା। ପରଦିନ ସନ୍ଧ୍ୟାରେ ଯେତେବେଳେ ରାହୁଲ ଘରକୁ ଫେରିଲା, ମୁଁ ଗାଧୋଇବା ସାରି ବାହାରକୁ ଆସିଥିଲି। ମୋର କେଶ ଓଦା ଥିଲା ଏବଂ ତଥାପି ଟପକୁଥିଲା। ମୁଁ ସ୍ପଷ୍ଟ ଭାବରେ ଅନୁଭବ କରିପାରୁଥିଲି ଯେ ରାହୁଲଙ୍କ ଦୃଷ୍ଟି ମୋ ଉପରେ ଘୂରି ବୁଲୁଛି। ମୁଁ ପୂର୍ବରୁ ମୋର ସ୍ୱପ୍ନରେ ରାହୁଲଙ୍କୁ କଳ୍ପନା କରୁଥିଲି, କିନ୍ତୁ ଏଠାରେ ଏହା ମନେ ହେଉଥିଲା ଯେ ରାହୁଲ ମଧ୍ୟ କିଛି ବିଷୟରେ ଭାବୁଛନ୍ତି। ମୁଁ ପାଠପଢ଼ା ସମୟରେ ମୋ ମନକୁ ଅଜବ ଚିନ୍ତା ଆସୁଥିଲା। ପ୍ରେମ କଣ ତାହା ମୁଁ ଜାଣିନଥିଲି, କିନ୍ତୁ ମୁଁ ନିଶ୍ଚିତ ଭାବରେ ଜାଣିଥିଲି ଯେ ରାହୁଲଙ୍କ ଚିନ୍ତାଧାରା ମୋତେ ମୋହିତ କରିଥିଲା ଏବଂ ମୁଁ ପୂର୍ବରୁ କେବେ ଏପରି ଭାବନା ଅନୁଭବ କରିନଥିଲି। ଠିକ୍ ସେହିପରି ଯେତେବେଳେ ରାହୁଲ ମୋତେ ଗଣିତ ଅଭ୍ୟାସରେ ସାହାଯ୍ୟ କରୁଥିଲେ, ମୁଁ ତାଙ୍କ ସହିତ ବହୁତ ନିକଟତର ହୋଇଗଲି। ମୁଁ ଏହା ଚାହୁଁନଥିଲି, ଏହା ଏକ ସଂଯୋଗ ଥିଲା। ଶେଷରେ 9ରେ ରାହୁଲ ଘରକୁ ଯିବା ପାଇଁ ଉଠିଲେ ଏବଂ ମୁଁ ମୋର ପୁସ୍ତକ ପ୍ୟାକ କରିବାକୁ ଉଠିଲି। ସେ ମୋ ପାଖ ଦେଇ ଗଲା ଏବଂ ଧୀରେ ଧୀରେ କହିଲା, ଅଙ୍କିତା, ତୁମେ ବହୁତ ସୁନ୍ଦର ଦେଖାଯାଉଛ। ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁଲି, କିନ୍ତୁ ସେତେବେଳକୁ ସେ ମୋ ପାଖରୁ ଦୂରେଇ ଯାଇସାରିଥିଲା। ତାଙ୍କ କଥା ସାରା ରାତି ମୋ କାନରେ ପ୍ରତିଧ୍ୱନିତ ହେଉଥିଲା। ହୁଏତ ଏହା ସତ୍ୟ ଯେ ମହିଳାମାନେ ଏତେ ଆତ୍ମ ଅବସକ୍ତ, ସେଥିପାଇଁ ସେମାନେ ପ୍ରଶଂସାରେ ଏତେ ଅଭିଭୂତ ହୋଇଯାଆନ୍ତି। ପରଦିନ ରାହୁଲ ଠିକ ସମୟରେ ପହଞ୍ଚିଲେ। ଆମେ ପାଠପଢ଼ା ଆରମ୍ଭ କରିଥିଲୁ ଯେତେବେଳେ ବିଦ୍ୟୁତ ଚାଲିଗଲା। ମୁଁ ଏକ ମହମବତୀ ଜାଳିବାକୁ ଉଠିଲି। ତେଣୁ ରାହୁଲ ମୋର ହାତ ଧରି କହିଲେ, ଆମକୁ ଏକାଠି ମଣି ବାନ୍ଧିବାକୁ ପଡ଼ିବ ନାହିଁ। ଆସନ୍ତୁ ବସି କଥା ହେବା। କିଛି ସମୟ ମଧ୍ୟରେ ବିଦ୍ୟୁତ ଫେରି ଆସିବ। ତେଣୁ ମୁଁ ମଧ୍ୟ ସେଠାରେ ବସିଲି ଏବଂ ଆମେ ଅନିୟମିତ ଜିନିଷ ବିଷୟରେ କଥାବାର୍ତ୍ତା ଆରମ୍ଭ କଲୁ। ରାହୁଲ ମୋ ହାତ ଧରିଥିଲେ, କିନ୍ତୁ ମୁଁ ଅସହଜ ଅନୁଭବ କରୁଥିଲି। ଯଦିଓ ରାହୁଲଙ୍କ ପ୍ରେମ ମୋତେ ପୂର୍ବରୁ କବଳିତ କରି ସାରିଥିଲା ଏବଂ ତାଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମୋ ଉପରେ ମନ୍ତ୍ର ପକାଇଥିଲା, ମୁଁ ଆଶା କରିନଥିଲି ଯେ ଏହା ତୁରନ୍ତ ଘଟିବ। କୋଠରୀ ଅନ୍ଧାର ଥିଲା ଏବଂ ଆମେ ପରସ୍ପରର ଭାବନା ଦେଖିପାରିଲୁ ନାହିଁ। ସତ କହିବାକୁ ଗଲେ ମୋ ଉପରେ ତାଙ୍କ ହାତ ମୋତେ ବହୁତ ପସନ୍ଦ ଆସିଥିଲା, କିନ୍ତୁ ଏକ ଭିତରର ଭୟ ମୋତେ ଅଟକାଇ ରଖିଥିଲା। ଯଦି ରାହୁଲଙ୍କ ସ୍ଥାନରେ ଅନ୍ୟ କେହି ଥାନ୍ତେ, ମୁଁ ନିଶ୍ଚିତ ଯେ ମୁଁ ଏହାକୁ ଛିଣ୍ଡାଇ ଦେଇଥାନ୍ତି, କିନ୍ତୁ ରାହୁଲଙ୍କ ପାଇଁ ମୁଁ ପୂର୍ବରୁ ସବୁକିଛି ହରାଇ ସାରିଥିଲି। ତଥାପି ମୁଁ ଏହା ଘଟାଇବାକୁ ଚାହୁଁନଥିଲି। ମୁଁ ଅସହଜ ଅନୁଭବ କରିବାକୁ ଲାଗିଲି। ତେଣୁ ମୁଁ ତାଙ୍କ ହାତ ଛାଡ଼ି ଦେଇ ଶୌଚାଳୟ ଯିବାର ଅଭିନୟ କରି ଉଠିଲି। କିନ୍ତୁ ମୁଁ ଉଠିବାକୁ ଯାଉଥିଲି, ମୁଁ ଗୋଟିଏ ପାଦ ନେବାକୁ ଯାଉଥିଲି। ମୁଁ ଜାଣିନାହିଁ ମୋ ଉପରେ କଣ ଆସିଲା। ମୁଁ ଝୁଣ୍ଟି ପଡ଼ିଗଲି। ସେହି ମୁହୂର୍ତ୍ତରେ ରାହୁଲ ତାଙ୍କ ହାତ ବଢ଼ାଇ ମୋତେ ସାହାଯ୍ୟ କଲେ, ମୋତେ ପଡ଼ିବାରୁ ରକ୍ଷା କଲେ। ମୁଁ ଭୟଭୀତ ହୋଇଗଲି। ମୁଁ ନିଶ୍ଚିତ ଭାବରେ ଶୌଚାଳୟକୁ ଦୌଡ଼ି ଯାଇଥିଲି। ମୋର ଆବଶ୍ୟକତା ନଥିଲା, ତଥାପି ମୋ ମୁହଁରେ କିଛି ଥଣ୍ଡା ପାଣି ଛିଞ୍ଚିବା ଗରମ କମ କରିବାରେ ସାହାଯ୍ୟ କଲା। ମୁଁ ଶୌଚାଳୟରେ ଥିଲି ଯେତେବେଳେ ବିଦ୍ୟୁତ ଫେରି ଆସିଲା। ମୁଁ ଡ୍ରଇଁ ରୁମକୁ ଫେରି ଆସିଲି ଏବଂ ରାହୁଲ ନଥିଲେ। ମୁଁ ବିସ୍ମିତ ହୋଇଗଲି। ସେ ମୋତେ ନ କହି କାହିଁକି ଚାଲିଗଲେ। ଠିକ ସେହି ସମୟରେ ମୋ ମା ଡ୍ରଇଁ ରୁମକୁ ଆସିଲେ ଏବଂ ମୋତେ କହିଲେ ଯେ ରାହୁଲ ମୁଣ୍ଡବିନ୍ଧା ଅଭିଯୋଗ କରୁଛନ୍ତି ଏବଂ ବିଦ୍ୟୁତ ନାହିଁ, ତେଣୁ ସେ ଘରକୁ ଯାଉଛନ୍ତି। ମୁଁ ମୋର ପୁସ୍ତକ ପ୍ୟାକ କରି
ମୋ ଶୟନ କକ୍ଷକୁ ଗଲି। ରାହୁଲ ମୋ ଚିନ୍ତାଧାରାର କେନ୍ଦ୍ର ଥିଲେ। ସେହି ରାତିରେ ମଧ୍ୟ ମୁଁ ସେହି ଚିନ୍ତାଧାରା ମଧ୍ୟରେ ହଜି ଶୋଇପଡ଼ିଲି। ଯେତେବେଳେ ମୁଁ ସକାଳେ ଉଠିଲି, ମୁଁ ସାରା ଦିନ ରାହୁଲଙ୍କ ଚିନ୍ତାରେ ହଜିଗଲି। ସନ୍ଧ୍ୟା ପୂର୍ବରୁ ମଧ୍ୟ ମୁଁ ସନ୍ଧ୍ୟାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିବାକୁ ଲାଗିଲି। ମୁଁ ଦେଖିବାକୁ ଚାହୁଁଥିଲି ଯେ ରାହୁଲ ସେଦିନ କିପରି ବ୍ୟବହାର କରିବେ, କିନ୍ତୁ ସମୟ ସତ୍ତ୍ୱେ ସେ କେବେ ଆସିଲେ ନାହିଁ। ମୁଁ ଅପେକ୍ଷା କଲି, କିନ୍ତୁ ମୋର ଅପେକ୍ଷା କେବଳ ଅପେକ୍ଷା ଥିଲା। ସେ ସକାଳ 8 ପର୍ଯ୍ୟନ୍ତ ଆସିଲେ ନାହିଁ। ତେଣୁ ମୁଁ ମୋ ମାଙ୍କୁ କହିଲି, ମୁଁ ଜାଣି ନାହିଁ ଯେ ରାହୁଲ ଆଜି କାହିଁକି ଆସିଲେ ନାହିଁ। ମୋ ମା କହିଲେ ତାଙ୍କର ଅନ୍ୟ କିଛି କାମ ଥାଇପାରେ, ତେଣୁ ସେ ଆସିପାରିଲେ ନାହିଁ। ମୁଁ କହିଲି, ନା ମା, ଗତକାଲି ସେ ଯେତେବେଳେ ଚାଲିଗଲେ ତାଙ୍କୁ ଭଲ ଲାଗୁନଥିଲା। କିଏ ଜାଣେ ସେ ଏପର୍ଯ୍ୟନ୍ତ ଭଲ ହୋଇନଥିବେ। ଏବେ ମାଉସୀ, ଦୟାକରି ମୋ ମାଉସୀଙ୍କୁ ଫୋନ କରି ତାଙ୍କ ବିଷୟରେ ଜାଣନ୍ତୁ। କିଛି ମନେ ପକାଇବା ପରି ସେ ତାଙ୍କ ମାଉସୀଙ୍କୁ ଫୋନ କଲେ। ମାଉସୀ ମୋତେ କହିଲେ ଯେ ରାହୁଲ ଗତକାଲିଠାରୁ ପ୍ରବଳ ଜ୍ୱରରେ ପୀଡ଼ିତ। ଯେତେବେଳେ ମୁଁ ଏହା ଜାଣିଲି, ମୁଁ ଅତ୍ୟନ୍ତ ଅସହଜ ଅନୁଭବ କଲି। ମୁଁ ତୁରନ୍ତ ଯାଇ ତାଙ୍କ ଜ୍ୱରକୁ ନିଜ ଉପରେ ନେବାକୁ ଚାହୁଁଥିଲି, କିନ୍ତୁ ସେହି ମୁହୂର୍ତ୍ତରେ ମୁଁ କଣ କରିପାରିବି? ସକାଳେ ମୁଁ ମୋ ମାଉସୀଙ୍କୁ ତାଙ୍କ ସହିତ ମୋ ମାଉସୀଙ୍କ ଘରକୁ ନେଇଗଲି ଏବଂ ଦେଖିଲି ଯେ ରାହୁଲ ଜ୍ୱରରେ ବିଛଣାରେ ଶୋଇଛନ୍ତି। ଏକ ସଂକ୍ଷିପ୍ତ ଆନୁଷ୍ଠାନିକ କଥାବାର୍ତ୍ତା ପରେ ମୁଁ ସେଠାରେ ବସିଲି। ମାଉସୀ ଏବଂ ମା ମଧ୍ୟ ଏକାଠି ବସି ନିଜ ନିଜ କଥାବାର୍ତ୍ତାରେ ମଗ୍ନ ଥିଲେ। ରାହୁଲ ଆମକୁ ଥରେ ଚାହିଁଲେ, ତାପରେ ଆଖି ବନ୍ଦ କରି ଦେଲେ। ଆମେ ମାଉସୀ ଏବଂ ମାଙ୍କ ଉପସ୍ଥିତିରେ ଥିଲୁ। ମୁଁ କିଛି କହିପାରିଲି ନାହିଁ, ସେଥିପାଇଁ ଆମେ ଚୁପ୍ ବସିଲୁ। ମାଉସୀ ଏବଂ ମା କଥାବାର୍ତ୍ତା କରୁଥିବା ସମୟରେ ମାଉସୀ କହିଥିଲେ ଯେ ତାଙ୍କ ବନ୍ଧୁଙ୍କ ଝିଅର ବିବାହ ହେଉଛି। ସେଠାକୁ ଯିବା ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା, କିନ୍ତୁ ସେ ଯାଇପାରିଲେ ନାହିଁ। ମା ପଚାରୁଥିଲେ ଯେ ସେ କାହିଁକି ଯାଇପାରିବେ ନାହିଁ। ମାଉସୀ କହିଲେ ଯେ ଯାହାଙ୍କ ସହିତ ତାଙ୍କୁ ଯିବା କଥା ଥିଲା ସେ ବିଛଣାରେ ଶୋଇଛନ୍ତି ଏବଂ ତୁମର ଭାଇ ମାମୁଁ ମଧ୍ୟ ତାଙ୍କ ସହିତ ଯିବା ପାଇଁ ଅଫିସରୁ ଛୁଟି ନେଇପାରିବେ ନାହିଁ, କାରଣ ମାଉସୀଙ୍କ ବନ୍ଧୁଙ୍କୁ ଜାଣିଥିଲେ ଏବଂ ସେ କେଉଁଠାରେ ରହୁଥିଲେ ତାହା ସେ ଜାଣିଥିଲେ। ସେଥିପାଇଁ ସେ ମାଉସୀଙ୍କୁ କହିଲେ, ତୁମର ବନ୍ଧୁ ସେ ଅନ୍ୟ ସହରରେ ରୁହେ, ଟ୍ୟାକ୍ସି ଧରି 2-3 ଘଣ୍ଟା ମଧ୍ୟରେ ଫେରି ଆସିବି। ଏହା ଶୁଣିବା ପରେ ମୋ ମନରେ ଏକ ଧାରଣା ଆସିଲା, ଯଦି ମୋ ମା ଏବଂ ମାଉସୀ ବିବାହକୁ ଯାଆନ୍ତି, ତେବେ ମୁଁ ଏକା ରାହୁଲଙ୍କୁ ଭେଟିବାର ସୁଯୋଗ ପାଇବି। ଏହା ଭାବି ମୁଁ ମୋ ମାଙ୍କୁ ସମର୍ଥନ କରି କହିଲି, ମାଉସୀ, ଯଦି ତୁମର ବନ୍ଧୁ ଏହି ସହରରେ ରହେ, ତେବେ ତୁମେ ନିଶ୍ଚିତ ଭାବରେ ଯିବା ଉଚିତ। ରାହୁଲ ବିଷୟରେ ଚିନ୍ତା କର ନାହିଁ। ଆମେ 2-3 ଘଣ୍ଟା ପାଇଁ ତାର ଯତ୍ନ ନେବୁ। ମୁଁ ମୋ ମା ଏବଂ ମାଉସୀ ଉଭୟଙ୍କୁ ବିବାହକୁ ଯିବା ପାଇଁ ରାଜି କରାଇଲି, ଯଦିଓ ମୋ ମା ଯିବାକୁ ଚାହୁଁନଥିଲେ। ସେମାନେ ଯିବା ପରେ ରାହୁଲ ଏବଂ ମୁଁ ଘରେ ଏକା ଥିଲୁ। ଆମେ ପ୍ରାୟ 15 ମିନିଟ୍ ପର୍ଯ୍ୟନ୍ତ କଥା ହୋଇନଥିଲୁ। ରାହୁଲ ଆଖି ବନ୍ଦ କରି ସେଠାରେ ପଡ଼ି ରହିଲି। ହୁଏତ ସେ ମୋ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଅପେକ୍ଷା କରୁଥିଲେ, କିନ୍ତୁ ମୁଁ କିପରି କଥାବାର୍ତ୍ତା ଆରମ୍ଭ କରିବି ଏବଂ କଣ କହିବି ତାହା ବୁଝିପାରୁ ନଥିଲି। ପରିବେଶର ଏକାନ୍ତତା ଏବଂ ନୀରବତା ଅଦ୍ଭୁତ ଭାବରେ ଶାନ୍ତ ଥିଲା। ରାହୁଲ ମୋ ଆଡ଼କୁ ବୁଲି ପଡ଼ିଲେ, ଆଖି ଖୋଲିଲେ ଏବଂ କହିଲେ, ଅଙ୍କିତା, ତୁମେ ମୋତେ ପୋଡ଼ି ଦେଇଛି। ତାଙ୍କ ସ୍ୱର ମୋ କାନରେ ପ୍ରତିଧ୍ୱନିତ ହେଲା। ତାଙ୍କ ଆଖି ମୋ ମୁହଁ ଉପରେ ସ୍ଥିର ଥିଲା। ତୁମେ ଭାବୁଥିବ ମୁଁ କେବଳ ଜ୍ୱର କରୁଛି, କିନ୍ତୁ ତାହା ସତ୍ୟ ନୁହେଁ। ମୁଁ ଯେଉଁ ନିଆଁରେ ଜଳୁଛି ତାହା ତୁମର ପ୍ରେମ ଯାହା ଜଳୁଛି। ଦେଖ, ମୁଁ ଜଳୁଛି ନୁହେଁ କି? ସେ ତାଙ୍କ କପାଳରେ ମୋ ହାତ ରଖି କହିଲେ। ତାଙ୍କ କପାଳ ପ୍ରକୃତରେ ଜଳୁଥିଲା। ରାହୁଲ, ମୁଁ କେବଳ ଏତିକି କହିପାରିଲି। ରାହୁଲ ପାଗଳ ଭାବରେ ମୋ ହାତକୁ ତାଙ୍କ ମୁହଁରେ ଧରିଥିଲା, ଯେପରି ସେ ସାନ୍ତ୍ୱନା ପାଉଛନ୍ତି। ମୁଁ ମଧ୍ୟ ସାନ୍ତ୍ୱନା ପାଉଥିଲି। ମୁଁ ପ୍ରେମରେ ପଡ଼ିଗଲି। ନୂତନ ମୋଡ୍। ଆମେ ଦୁହେଁ ସେହି ମୁହୂର୍ତ୍ତରେ ହଜିଯାଇଥିଲୁ ଯେତେବେଳେ ଦ୍ୱାରରେ ଏକ ମୃଦୁ ଠକ ଠକ ହେଲା। ଆମର ଧ୍ୟାନ ବାଧାପ୍ରାପ୍ତ ହେଲା ଏବଂ ଆମେ ସେଠାରୁ ଚାଲିଗଲୁ। ରାହୁଲ ନୀରସ ସ୍ୱରରେ ପଚାରିଲେ, ଅଙ୍କିତା କିଏ? ମୁଁ ପୁଅ। ମା ରାହୁଲ ପାଇଁ କିଛି ଔଷଧ ପଠାଇଛନ୍ତି। ବାହାରୁ ଏକ ସ୍ୱର ଆସିଲା। ସେଥିରେ ଆମର ପଡ଼ୋଶୀ ସବିତା ମାଉସୀ, ଯିଏ ପ୍ରାୟତଃ ଆମ ଘରକୁ ଆସୁଥିଲେ। ମାଉସୀ, ମୁଁ ତୁରନ୍ତ ଫେରି ଆସିବି। ମୁଁ ଶୀଘ୍ର ଦ୍ୱାର ଖୋଲି ଔଷଧ ନେଇଗଲି। ମାଉସୀ ରାହୁଲକୁ ଚାହିଁ ଚିନ୍ତିତ ଭାବରେ ପଚାରିଲେ, ହେ ରାହୁଲ, ତୁମର ଜ୍ୱର ଏବେ କିପରି ଅଛି? ମା ମୋତେ କହିଲେ ଯେ ଏହା ବହୁତ ଅଧିକ। ରାହୁଲ ହସି କହିଲେ, ହଁ ମାଉସୀ, ପୂର୍ବ ଅପେକ୍ଷା ଭଲ। ସବିତା ମାଉସୀ କିଛି ସମୟ ବସି ରହିଲେ,
କିଛି ଘରୋଇ କଥାବାର୍ତ୍ତା କଲେ ଏବଂ ତାପରେ ଚାଲିଗଲେ। ସେ ଚାଲିଗଲା ପରେ ଆମେ ଦୁହେଁ ପୁଣି ନୀରବତାରେ ବୁଡ଼ିଗଲୁ, କିନ୍ତୁ ପୂର୍ବ ପରି ଆରାମ ନଥିଲା। ସେହି ହଠାତ୍ ବାଧା ପରିବେଶକୁ ବଦଳାଇ ଦେଇଥିଲା। ରାହୁଲ ଧୀରେ ଧୀରେ କହିଲେ, ଅଙ୍କିତା, ମୁଁ ଭାବୁଛି ମୁଁ ଏବେ ବିଶ୍ରାମ ନେବା ଉଚିତ। ତୁମେ ମଧ୍ୟ ଯାଇ ପଢ଼ିବା ଉଚିତ। ମୁଁ ଟିକେ ଅସ୍ୱାଭାବିକ ଅନୁଭବ କଲି, କିନ୍ତୁ ମୁଁ ବୁଝିପାରିଲି। ମୁଁ ମୋର ପୁସ୍ତକ ଉଠାଇ ମୋ ରୁମକୁ ଫେରିଆସିଲି। ସେହି ରାତି ସାରା ମୁଁ ମାଉସୀ ସବିତାଙ୍କ ଗସ୍ତ ଏବଂ ରାହୁଲଙ୍କ ଆଚରଣରେ ପରିବର୍ତ୍ତନ ବିଷୟରେ ଭାବୁଥିଲି। ସେ କିଛି ଅନୁଭବ କରିଥିଲେ କି? ରାହୁଲ ଡରିଯାଇଥିଲେ କି? ପରଦିନ ଯେତେବେଳେ ମୁଁ ମାଉସୀଙ୍କ ଘରକୁ ଗଲି, ମୁଁ ଦେଖିଲି ଯେ ରାହୁଲ ଏବେ ବି ଜ୍ୱରରେ ଅଛନ୍ତି, କିନ୍ତୁ ସେ ପୂର୍ବ ଅପେକ୍ଷା ଭଲ ଦେଖାଯାଉଥିଲେ। ମୁଁ ସାହସ ସଂଗ୍ରହ କରି ପଚାରିଲି, ରାହୁଲ, ତୁମେ ଗତକାଲି ହଠାତ୍ କାହିଁକି ଚାଲିଗଲ? ରାହୁଲ ମୋ ଆଡ଼କୁ ଚାହିଁ ଟିକିଏ ହସି କହିଲେ, ମୋ ମୁଣ୍ଡ ବହୁତ ଯନ୍ତ୍ରଣା କରୁଥିଲା ଏବଂ ବିଦ୍ୟୁତ ନଥିଲା, ତେଣୁ ମୁଁ ଭାବିଥିଲି ତୁମକୁ ପାଠ ପଢ଼ାରେ ଅସୁବିଧା ହେବ। ତାଙ୍କ ଆଖିରେ ଏକ ଅଦ୍ଭୁତ ଚମକ ଥିଲା, ଯାହା ତାଙ୍କ କଥା ସହିତ ମେଳ ଖାଉନଥିଲା। ମାଉସୀ ବାଧା ଦେଲେ, ଅଙ୍କିତା, ମୁଁ ରାହୁଲଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସାହାଯ୍ୟ କରିବା ବିଷୟରେ ଚିନ୍ତା କରୁଥିଲି। ତାଙ୍କର କିଛି ଅସୁବିଧା ହେଉଛି ଏବଂ ଡାକ୍ତର କହିଛନ୍ତି ଯେ ତାଙ୍କୁ କିଛି ଦିନ ବିଶ୍ରାମ ଆବଶ୍ୟକ। ଏହା ଶୁଣି ମୁଁ ବହୁତ ଖୁସି ହେଲି। ଏହା ମୋ ପାଇଁ ଏକ ବଡ଼ ମୁହୂର୍ତ୍ତ ଥିଲା। ଏହା ରାହୁଲଙ୍କ ନିକଟତର ହେବାର ସୁଯୋଗ ଥିଲା। ମୁଁ ତୁରନ୍ତ କହିଲି, ହଁ ମାଉସୀ, ନିଶ୍ଚିତ ଭାବରେ ମୁଁ ରାହୁଲଙ୍କୁ ସାହାଯ୍ୟ କରିବି। ଏବେ ମୁଁ ପ୍ରତିଦିନ ଅପରାହ୍ନରେ ମାଉସୀଙ୍କ ଘରକୁ ଯାଉଥିଲି। ମୁଁ ରାହୁଲଙ୍କୁ ତାଙ୍କର ଔଷଧ ଦେଉଥିଲି, ତାଙ୍କୁ ପନିପରିବା ସୁପ ପ୍ରସ୍ତୁତ କରୁଥିଲି ଏବଂ ତାଙ୍କୁ ବ୍ୟସ୍ତ ରଖିବା ପାଇଁ କାହାଣୀ ଶୁଣାଉଥିଲି। ପାଠପଢ଼ାର ବାହାନା କେବଳ ଏକ ଔପଚାରିକତା ହୋଇଯାଇଥିଲା। ଆମର ଆଲୋଚନା ପ୍ରାୟତଃ ଜୀବନ, ସ୍ୱପ୍ନ ଏବଂ ଭବିଷ୍ୟତ ବିଷୟରେ ଥିଲା। ରାହୁଲ ମୋତେ ତାଙ୍କ ପିଲାଦିନର କାହାଣୀ ଶୁଣାଉଥିଲେ, ତାଙ୍କ କଲେଜ ଦିନର ମଜାଦାର ମୁହୂର୍ତ୍ତଗୁଡ଼ିକ ବର୍ଣ୍ଣନା କରୁଥିଲେ ଏବଂ ଇଞ୍ଜିନିୟର ହେବାର ସ୍ୱପ୍ନ ବାଣ୍ଟିଥିଲେ। ମୁଁ ତାଙ୍କୁ ମୋର ଛୋଟ ଛୋଟ ମଜା ଏବଂ ପାଠପଢ଼ା ବ୍ୟତୀତ ମୋର କଳା ଆଗ୍ରହ ବିଷୟରେ ମଧ୍ୟ କହିଥିଲି। ଗୋଟିଏ ଦିନ ଯେତେବେଳେ ମୁଁ ରାହୁଲଙ୍କ ପାଖରେ ବସି ତାଙ୍କୁ ଏକ ଲୋକକଥା କହୁଥିଲି, ସେ ହଠାତ୍ ମୋର ହାତ ଧରିଲେ। ଏଥର ତାଙ୍କର ମୁଠା ଦୃଢ଼ ଥିଲା ଏବଂ ତାଙ୍କ ଆଖିରେ ସେହି ଆଗ୍ରହ ଥିଲା ଯାହା ମୁଁ ମୋ ଚା ଢାଳିବା ଦିନ ଅନୁଭବ କରିଥିଲେ। ସେ କହିଲେ, ନନ୍ଦିନୀ, ତୁମେ ମୋ ଜୀବନରେ ଏକ ନୂତନ ଆଲୋକ ଆଣିଛ। ଯେବେଠାରୁ ତୁମେ ମୋର ଯତ୍ନ ନେଉଛ, ମୁଁ ମୋ ରୋଗକୁ ପସନ୍ଦ କରିବାକୁ ଆରମ୍ଭ କରିଛି। ମୁଁ ଲାଲ ହୋଇଗଲି, କିନ୍ତୁ ମୁଁ ମୋ ହାତ ପଛକୁ ଟାଣି ନଥିଲି। ସେ କହିଲେ, ନନ୍ଦିନୀ, ମୁଁ ତୁମକୁ କିଛି କହିବାକୁ ଚାହୁଁଛି। ମୋର ହୃଦୟ ଧଡ଼ ଧଡ଼ ହୋଇଗଲା। ମୁଁ ଭାବିଥିଲି ସେ ଠିକ୍ ଯାହା ଶୁଣିବାକୁ ଚାହୁଁଛି ତାହା କହିବ, କିନ୍ତୁ ତାପରେ ଆଉ ଏକ ଦ୍ୱାରରେ ଠକ ଠକ ହେଲା। ଏଥର ମାଜି ଏବଂ ମାସିଜି ଫେରି ଆସିଥିଲେ। ଆମେ ଉଭୟ ତୁରନ୍ତ ପରସ୍ପରଠାରୁ ଦୂରେଇ ଯାଇଥିଲୁ। ମୋ ମୁହଁ ଲାଲ ହୋଇଗଲା ଏବଂ ରାହୁଲ ଟିକେ ଅସହଜ ଦେଖାଯାଉଥିଲେ। ମାସିଜିଙ୍କୁ କହିଲେ, ଦେଖ ମାସିଜି, ଆମର ଅଙ୍କିତା ଆମର କେତେ ସେବା କରେ। ରାହୁଲଙ୍କ ରଙ୍ଗ ଫେରି ଆସିছিল। ମାଜିଙ୍କ କଥା ଶୁଣି ମୁଁ ଆହୁରି ଲାଲ ହୋଇଗଲି। ସେହିଦିନ ରାହୁଲ ଆଉ ତାଙ୍କ କଥା ଶେଷ କଲେ ନାହିଁ, କିନ୍ତୁ ତାଙ୍କ ଆଖିରେ ଏକ ପ୍ରତିଶ୍ରୁତି ଥିଲା। ପରବର୍ତ୍ତୀ କିଛି ଦିନ ମଧ୍ୟରେ ରାହୁଲଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଲା ଏବଂ ସେ ମୋତେ ପୁଣି ଥରେ ଶିକ୍ଷା ଦେବା ଆରମ୍ଭ କଲେ। କିନ୍ତୁ ଏବେ ଆମ ମଧ୍ୟରେ ଏକ ଅକୁହା ସମ୍ପର୍କ ସୃଷ୍ଟି ହୋଇଥିଲା। ଆମର ଆଖି ବାରମ୍ବାର ମିଶିଥିଲା ଏବଂ ଆମର ସ୍ପର୍ଶ ଏକ ନୂତନ ଉଷ୍ମତା ଗ୍ରହଣ କରିଥିଲା। ଯେତେବେଳେ ମାଜି କିମ୍ବା ମାସିଜି ପାଖରେ ନଥିଲେ, ରାହୁଲ ମୋତେ ଚିଡ଼ାଉଥିଲେ ଏବଂ ମୁଁ ତାଙ୍କ ମଜାରେ ହସୁଥିଲି। ଗୋଟିଏ ସନ୍ଧ୍ୟାରେ ଯେତେବେଳେ ପାଠପଢ଼ା ସରିଗଲା ଏବଂ ରାହୁଲ ଯିବାକୁ ଉଠିଲେ, ମୁଁ ସାହସ ସଂଗ୍ରହ କଲି ଏବଂ ରାହୁଲ କହିଲା, ତୁମେ ମୋତେ କିଛି କହିବାକୁ ଯାଉଥିଲେ। ସେଦିନ ରାହୁଲ ହସି ହସି କହିଲା, ହଁ ଅଙ୍କିତା, ମୁଁ ତୁମକୁ କହିବାକୁ ଚାହୁଁଥିଲି ଯେ ତୁମେ ମୋର ସବୁଠାରୁ ଭଲ ଛାତ୍ର। ସେ ଏତେ ଧୀର ସ୍ୱରରେ ଏହା କହିଲେ ଯେ ମୁଁ ଅନୁଭବ କଲି ଯେପରି ସେ ମୋ ଗାଲରେ ଏହା କହିଦେଇଛନ୍ତି। ମୁଁ ଟିକେ ନିରାଶ ହୋଇଗଲି, କିନ୍ତୁ ତାପରେ ସେ ମୋ ହାତ ଧରି ମୋ କାନରେ ଫିସ୍ ଫିସ୍ କରି କହିଲେ, ଏବଂ ମୁଁ ତୁମକୁ ମୋ ଜୀବନର ସବୁଠାରୁ ସ୍ୱତନ୍ତ୍ର ବନ୍ଧୁ କରିବାକୁ ଚାହୁଁଛି। ତୁମେ କଣ ମୋ ହାତ ଧରି ଜୀବନ ସାରା ମୋ ସହିତ ଚାଲିବ? ମୋର ହୃଦୟ ଆନନ୍ଦରେ ଡେଇଁ ପଡ଼ିଲା ଏବଂ ଭାଙ୍ଗଡ଼ା କଲା। ମୁଁ କେବଳ ହସି ତାଙ୍କ ହାତ ଧରିଲି। ସେହିଦିନ ପରେ ଆମର ପାଠପଢ଼ା କେବଳ ପୁସ୍ତକ ପର୍ଯ୍ୟନ୍ତ ସୀମିତ ରହିଲା ନାହିଁ, ବରଂ ଆମେ ଜୀବନର ସବୁଠାରୁ ସୁନ୍ଦର ପାଠ ଶିଖିବା ଆରମ୍ଭ କଲୁ, ପ୍ରେମର ପାଠ। ବନ୍ଧୁଗଣ, ଆପଣମାନଙ୍କୁ କାହାଣୀଟି କିପରି ଲାଗିଲା ମତାମତ ଦିଅନ୍ତୁ। ଯଦି ଆପଣମାନଙ୍କୁ କାହାଣୀଟି ପସନ୍ଦ ଆସିଛି
ताहेले भिडियो को लाइक शेयर एवं चैनल को सब्सक्राइब करंतु। धन्यवादर नमस्कार।